ଖୋଲା ଆକାଶରେ ମୁକ୍ତ ହେଲେ ଶୁଆ। ମୁକ୍ତ ବିହଙ୍ଗ ଖୋଲା ଆକାଶରେ ମୁକ୍ତ ହେଲେ 61 ଗୋଟିଏ ଶୁଆ, ଯାହାକି ରାଉରକେଲା ବନଖଣ୍ଡରେ ପକ୍ଷୀଚୋରମାନଙ୍କର କବଳରୁ ଗତ ଜାନୁଆରୀ ମାସରେ ଉଦ୍ଧାର କରାଯାଇଥିଲା। ଆଜି ସକାଳ 7:30 ସମୟରେ ଶ୍ରୀ ସତ୍ୟବ୍ରତ ସାହୁ ଆଇଏଏସ୍ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ଏବଂ ସୁଶାନ୍ତ ନନ୍ଦ ଆଇଏଫଏସ୍ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏବଂ ମୁଖ୍ୟ ବନ୍ୟ ପ୍ରାଣୀ ଓଡ଼ିଶାଙ୍କ ଉପସ୍ଥିତିରେ ବଣେଇ ବନଖଣ୍ଡ ଅନ୍ତର୍ଗତ ଟେନ୍ସା ଜଙ୍ଗଲରେ 61 ଗୋଟି ଶୁଆଙ୍କୁ ଖୋଲା ଆକାଶରେ ମୁକ୍ତ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୋଟାମୋଟି 122 ଗୋଟି ନବଜାତ ଶୁଆଙ୍କୁ ପକ୍ଷୀ ମାଫିଆ ତାହିର ଅନସାରୀ, ମୁନା ସାହୁ, ଏମ୍ଡି ତମାସ ବ୍ୟକ୍ତିଙ୍କୁ OR କେସ୍ ନମ୍ବର 177 ଏବଂ 173 ଅଫ୍ 2023-24 ପାନପୋଷ ରେଞ୍ଜର ବନଜନ୍ତୁ ଆଇନ 1972 ଧାରା 9 ଅନୁଯାୟୀ ଆସାମୀମାନଙ୍କୁ ମାନ୍ୟବର ଏସ୍ଡିଜେଏମ୍ ପାନପୋଷ ହେଫାଜତରେ ଦିଆଯାଇଥିଲା ଏବଂ 122 ଗୋଟି ବନଜାତ ଶୁଆଙ୍କୁ ତାଙ୍କଠାରୁ ଉଦ୍ଧାର କରାଯାଇଥିଲା, ଯାହାକି ପକ୍ଷୀ ଚୋରମାନେ ଏହି ଶୁଆମାନଙ୍କୁ ନେଇ ଭୁବନେଶ୍ୱର ପରି ବଡ଼ ବଡ଼ ସହରରେ ଗୋଟିକୁ 500 ଟଙ୍କାରେ ବିକ୍ରି କରିଥାନ୍ତେ। ରାଉରକେଲା ଡିଏଫ୍ଓ ଶ୍ରୀ ଯଶବନ୍ତ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ପାନପୋଷ ରେଞ୍ଜର ଜ୍ଞାନେନ୍ଦ୍ର ଲିମାଙ୍କ ନେତୃତ୍ୱରେ ଏହି ନବଜାତ ଶୁଆମାନଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର କରାଯାଇଥିବା ନବଜାତ ଶୁଆମାନଙ୍କର ରକ୍ଷଣାବେକ୍ଷଣ ପାଇଁ ମୋବାଇଲ ଭେଟେନାରୀ ୟୁନିଟ୍ ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ଖାଇବା ପାଇଁ ସେରେଲାକ୍, ବିଭିନ୍ନ ପ୍ରକାର ମଞ୍ଜି, ଫଳ, ଔଷଧ ତଥା ବିଭିନ୍ନ ପ୍ରକାର ପନିପରିବା ଦେଇ ତାଙ୍କୁ ବଞ୍ଚାଇ ରଖାଯାଇଥିଲା। ପରିଶେଷରେ ବଞ୍ଚିଥିବା ନବଜାତ ଶୁଆମାନଙ୍କୁ ପି ରାମସ୍ୱାମୀ, ଜଙ୍ଗଲର ଆଞ୍ଚଳିକ ମୁଖ୍ୟ ସଂରକ୍ଷଣକାରୀ, ରାଉରକେଲା ସର୍କଲ, ରାଉରକେଲା ଡିଏଫ୍ଓ ଯଶବନ୍ତ ସେଠୀ, ବିଭାଗୀୟ ବନଖଣ୍ଡ ଅଧିକାରୀ, ରାଉରକେଲା ବନଖଣ୍ଡ ଶ୍ରୀ ସୌମ୍ୟରଞ୍ଜନ ଗୋଚ୍ଛାୟତ, ଏସିଏଫ୍, ଜଙ୍ଗଲର ସରକାରୀ ସଂରକ୍ଷଣକାରୀ, ରାଉରକେଲା ବନଖଣ୍ଡ ଡକ୍ଟର RK ସାମନ୍ତରାୟ, ପ୍ରାଣୀ ଚିକିତ୍ସକ ଏବଂ ଶ୍ରୀ ପ୍ରଦୀପ ସାହୁ, ବନରକ୍ଷୀଙ୍କର ଉପସ୍ଥିତିରେ ଟେନ୍ସା ଜଙ୍ଗଲରେ ମୁକ୍ତ କରାଯାଇଥିଲା। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।